ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ପର୍ଯ୍ୟଟନର ନୂଆ ଧାରା ଭାବରେ ହୋମ୍ଷ୍ଟେ ବର୍ତ୍ତମାନ ବହୁତ ଲୋକପ୍ରିୟ ହୋଇପାରିଛି। ପ୍ରକୃତିର କୋଳରେ ଗ୍ରାମୀଣ ପରିବେଶ ମଧ୍ୟରେ ଅତିଥିମାନେ ନିଜକୁ ଘରେ ଥିବା ଭଳି ଅନୁଭବ କରୁଛନ୍ତି। ଏମିତି ଏକ ହୋମ୍ଷ୍ଟେ ତିଆରି ହୋଇଛି ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ ନିକଟରେ ଥିବା ଢୋରକୁସୁମ ଗାଁରେ। ସହରର କୋଳାହଳ ଛାଡ଼ି ଶାନ୍ତ ମନୋରମ ପରିବେଶରେ କିଛିଦିନ ବିତେଇବାର ଇଚ୍ଛା ଏବେ ପ୍ରାୟ ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳୁଛି। ଏହି ଇଚ୍ଛାକୁ ପୂରଣ କରୁଛି ହୋମ୍ଷ୍ଟେ ବ୍ୟବସ୍ଥା। ବରଗଡ଼ ଜିଲ୍ଲା ସଦର ମହକୁମାରୁ ମାତ୍ର 36 କିଲୋମିଟର ଦୂର ଡେବ୍ରିଗଡ଼ ଅଭୟାରଣ୍ୟକୁ ଲାଗି ରହିଥିବା ଏକ ଛୋଟିଆ ଗାଁ ଢୋରକୁସୁମର ନିକଟରେ ଆରମ୍ଭ ହୋଇଛି ଓଡ଼ିଶାର ପ୍ରଥମ ହୋମ୍ଷ୍ଟେ ବ୍ୟବସ୍ଥା। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ସହଯୋଗରେ ଏହି ଗାଁର 3 ଜଣ ମହିଳା ଲକ୍ଷ୍ମୀ, ରେବତୀ ଓ ସୁଜାତାଙ୍କ ନାଁରେ ଖୋଲିଛି ଏହି ହୋମ୍ଷ୍ଟେ। ଗ୍ରାମୀଣ ପରିବେଶରେ ଅତିଥିମାନଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା, ଡେବ୍ରିଗଡ଼ ଅଭୟାରଣ୍ୟ ବୁଲିବା ସହିତ ଦେଶୀ ଖାଦ୍ୟର ମଧ୍ୟ ସୁବିଧା ରହିଛି। ଖୁବ୍ ଅଳ୍ପ ଦିନ ମଧ୍ୟରେ ଏହି ହୋମ୍ଷ୍ଟେ ଅତିଥିମାନଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି ବୋଲି କହିଛନ୍ତି ହୋମ୍ଷ୍ଟେରେ ରହିଥିବା ଅତିଥି ପତିତପାବନ ସାହୁ ଏବଂ ସରୋଜ କୁମାର ମହାପାତ୍ର। ଗାଁ ପରିବେଶରେ 3ଟା ହୋମ୍ଷ୍ଟେ ତିଆରି ହେଇଛି। ଯେନ୍ ଘର ଥିଲା ତାକେ ଟିକେ ପରିବର୍ତ୍ତନ କରି କିଛି ସୁବିଧା ସଫାସୁତରା କରାହେଇছে, ଟଏଲେଟ୍ ଏବଂ ପାଣିର ବ୍ୟବସ୍ଥା କରାହେଇছে ଏବଂ ଆମର ଇନୁ ଯେନ୍ ଖାଦ୍ୟ ପେୟ ଏ ଅଞ୍ଚଳରେ ପ୍ରସ୍ତୁତ ହେସି ସେ ଖାଦ୍ୟ ପେୟ ଇନୁ ଦିଆଯିବାର ଲାଗି ମେନୁରେ ଅଛେ। ଡେବ୍ରିଗଡ଼ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀର ପାଖେ ଢୋରକୁସୁମ ଗାଁ ଅଛି। 3ଟା ହୋମ୍ଷ୍ଟେ ଅଛି। 3ଟା ମହିଳା ମାନେ ଯେନ୍ଟା ଖୋଲିଛନ୍ ସେଟା ଗୋଟେ ମହିଳା ସଶକ୍ତିକରଣର ଗୋଟେ ଅନ୍ୟତମ ଉଦାହରଣ है। और मोर सौभाग्य क्रमे मुझे पहला 2-4टा गेस्ट बनकर भितर मुझे रही गोटे दिन रहा पर देखली जे गाँव वातावरण रे रहबार गोटे मत मौका मिलला। यदिओ मोर चाइल्डहुड रे मुझे गाँव रे रही जाए सेटा के आर्घे से जीवन की जीवार लगी मत गोटे सुजोग मिलला और से निहाती भावे गोटे निजर घरे रहला लागला। ଓଡ଼ିଶାରୁ ନକ୍ସଲ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ବରଗଡ଼ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଡିଆଇଜି ଅପରେସନ୍ ସଞ୍ଜୀବ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ରହିଥିବା ନକ୍ସଲମାନଙ୍କୁ ଦମନ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ଡିଆଇଜି ଅପରେସନ୍ ସଞ୍ଜୀବ କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ମାର୍ଚ୍ଚ 31, 2026 ସୁଦ୍ଧା ଓଡ଼ିଶାରୁ କେମିତି ମାଓବାଦୀ ସମସ୍ୟା ସମାଧାନ ହେବ ତା ଉପରେ ଆମେ ସମସ୍ତେ ଗୁରୁତର ସହିତ କାମ କରୁଛୁ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଶେଷ ସଫଳତା ମିଳିସାରିଛି। ବର୍ତ୍ତମାନ ମାଓଇଷ୍ଟଙ୍କର ଯେଉଁ କାର୍ଯ୍ୟକଳାପ କେବଳ 2ଟି ଏରିଆକୁ ସୀମିତ ହୋଇକି ରହିଛି। ଗୋଟିଏ ହେଉଛି କନ୍ଧମାଳ, ରାୟଗଡ଼ା ଏବଂ କଳାହାଣ୍ଡିର ଟ୍ରାଇ ଜଙ୍କସନ୍ ଏବଂ ଦ୍ୱିତୀୟ ଜାଗାଟି ହେଉଛି ଗନ୍ଧମାର୍ଦ୍ଦନ ପାହାଡ଼। ଏଥିରେ କିଛି ସଂଖ୍ୟକ ମାଓବାଦୀ ରହିଛନ୍ତି। ବିଗତ ଦିନରେ ଅନେକ ମାଓବାଦୀ ଆମ ପାଖରେ ଆତ୍ମସମର୍ପଣ ମଧ୍ୟ କରିଛନ୍ତି। ବର୍ତ୍ତମାନ ଆମର ଯେହେତୁ ଏଇ 2ଟି ଫୋକସ୍ ଏରିଆ ରହୁଛି, ଆମେ ଆମର ସମସ୍ତ ସାମର୍ଥ୍ୟ ଆମର ଯେତିକି ଅପରେସନାଲ ଟିମ୍ ଅଛି ସବୁ ଆଣି ଏଠି ଫୋକସ୍ କରାଇବୁ ଏବଂ ଇଣ୍ଟେଲିଜେନ୍ସ ନେଟୱାର୍କ ମଧ୍ୟ ବଢ଼ାଇବୁ। ଆଗାମୀ ଦିନରେ ଆମର ଅପରେସନ୍ ଆହୁରି ଶାଣିତ ହେବ, ଜୋରଦାର ହେବ। ବରଗଡ଼ ଜିଲ୍ଲାର ଅଷ୍ଟଶମ୍ଭୁ ପୀଠ ଗାଇସୀମା, ନୀଲଜି, ସରଣ୍ଡା, ଦେଓଗାଁ ଏବଂ ଅମ୍ବାଭନା କେଦାରନାଥ ସମେତ ବହୁ ଶୈବ ପୀଠରେ ପବିତ୍ର ଶିବରାତ୍ରି ଭକ୍ତି ଓ ନିଷ୍ଠାର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ 15 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସାଇବର ଠକେଇ ମାମଲାରେ ପୁଲିସ 10 ଜଣ ଅପରାଧୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବ୍ୟାଙ୍କ କର୍ମଚାରୀ ମଧ୍ୟ ରହିଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣର ବ୍ୟାଙ୍କ ଖାତା, ଏଟିଏମ୍ କାର୍ଡ, ସିମ୍ କାର୍ଡ ଆଦି ଜବତ ହୋଇଛି। ଗରିବ ଲୋକଙ୍କ ନାମରେ ବ୍ୟାଙ୍କ ଖାତା ଖୋଲାଯାଇ ସେମାନଙ୍କ ବ୍ୟାଙ୍କ ଖାତାରେ ସାଇବର ଠକେଇ କାରବାର ଚାଲିଥିଲା। ଜିଲ୍ଲାରେ ଏଭଳି ପ୍ରାୟ 1000 ବ୍ୟାଙ୍କ ଖାତାକୁ ଯାଞ୍ଚ କରାଯାଇଛି ଏବଂ ଖାତାଧାରୀଙ୍କୁ ନୋଟିସ୍ ଜାରି କରାଯାଇଛି ବୋଲି ବରଗଡ଼ ଏସ୍ପି ପ୍ରହ୍ଲାଦ ସହାୟ ମୀନା କହିଛନ୍ତି। ବରଗଡ଼ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ସୁଭଦ୍ରା ଶକ୍ତି ମେଳା ଶୁଭାରମ୍ଭ ହୋଇଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏହି ମେଳାର ଶୁଭାରମ୍ଭ କରିଛନ୍ତି। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ 200ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ, ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ଏବଂ ବିକ୍ରୟ ହୋଇଛି। ଏହି ମେଳା ଚଳିତ ମାସ 23 ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।